ଜୟ ଜଗନ୍ନାଥ। ଜୀବନ ବାଟରେ ଚାଲୁ ଚାଲୁ ବହୁତ ଲୋକ ଭେଟ ହେବେ, ବହୁତ ପରିଚିତ ହେବେ, ବହୁତ ଅପରିଚିତ ବି ହେବେ। ତା ମଧ୍ୟରୁ କିଛି ବ୍ୟକ୍ତି ମିଳିବେ ଭାରି ସରଳ ନିର୍ମଳ ହୃଦୟର। ସେ ନିର୍ମଳ ହୃଦୟର ବ୍ୟକ୍ତିଙ୍କୁ ଆପଣ ଜାଣିବା ବି କଷ୍ଟ, କିନ୍ତୁ ବହୁତ ସମୟରେ ସେମାନେ ଏମିତି କିଛି ଛାପ ଛାଡ଼ିଯାଆନ୍ତି ଯାହାକୁ ଦେଖିକି ଆପଣ ବାଧ୍ୟ ହୋଇଯିବେ ଭାବିବାକୁ ଯେ ନାଇଁ ଏ ଲୋକଟି ସତରେ ଭଲ। ସେମାନେ ଭାରି ପରୋପକାରୀ ହେଇଥାନ୍ତି, ସବୁବେଳେ ଅନ୍ୟର ମଙ୍ଗଳ ସାଧନ କରନ୍ତି, କେବେ କାହାର ନିନ୍ଦା କରନ୍ତି ନାହିଁ, କି କାହା କଥାରେ ବି କେବେ ପଡ଼ନ୍ତି ବି ନାହିଁ, କି କାହା କଥା ଜାଣିବାକୁ ବି ଚେଷ୍ଟା କରନ୍ତି ନାହିଁ। ଭାରି ସରଳ ଲୋକ। ସେ କେବଳ ଉପକାର କରନ୍ତି, କର୍ମ କରନ୍ତି, ନିଜ ଧର୍ମ କରନ୍ତି, ତାପରେ ସେ ତାଙ୍କ ବାଟରେ ଚାଲିଯାଆନ୍ତି। କିନ୍ତୁ ମନେ ରଖନ୍ତୁ ଆଜ୍ଞା, କୁଟିଳ ହୃଦୟର ବ୍ୟକ୍ତି ନା କେବଳ ସ୍ୱାର୍ଥ ନେଇ ବନ୍ଧୁତା କରେ, ଆଉ ସ୍ୱାର୍ଥୀ ହେଇଥାଏ। ନିଜ ସ୍ୱାର୍ଥ ପାଇଁ କେବଳ ବନ୍ଧନ ରଖେ, କଥା କୁହେ, ଆପଣଙ୍କ ସହିତ ମିଶେ ବା ଆପଣଙ୍କ ସହିତ ସମ୍ପର୍କ ରଖେ, ଠିକ୍ ତା କାମ ସରିଗଲେ ସେ ଖସିଯାଏ। କୁଟିଳ ହୃଦୟର ବ୍ୟକ୍ତି ସବୁବେଳେ କୁଟିଳତା ହିଁ କରିଥାଏ। ଯେତେ ଆପଣଙ୍କଠୁ ଉପକାର ନେଇଥାଉ, ଯେତେ ଆପଣଙ୍କ ସହିତ ମିଶିଥାଉ, ସେ କୁଟିଳତା କରିବାରୁ କେବେ ପଛଘୁଞ୍ଚା ଦେବ ନାହିଁ। ସେ ତା ପ୍ରକୃତିରେ ବଶ ହେଇକି ଏଇଭଳିଆ କାର୍ଯ୍ୟ କରିଥାଏ। କିନ୍ତୁ ସରଳ ହୃଦୟର ବ୍ୟକ୍ତି କେତେବେଳେ ସମୟ କୋଳରେ ହଜିଯାଏ ତାକୁ କେହି କହିପାରିବେନି କି ଜାଣି ବି ପାରିବେ ନାହିଁ। ସରଳ ହୃଦୟ ବ୍ୟକ୍ତି ସବୁବେଳେ ଅପରିଚିତ, ଆଉ ସମାଜରେ ହଜିଯିବା ବି ସ୍ୱାଭାବିକ, କାରଣ ତାକୁ କେହି ପଚାରନ୍ତି ନାହିଁ। କିନ୍ତୁ କୁଟିଳ ହୃଦୟର ବ୍ୟକ୍ତି ସଦା ସର୍ବଦା ନିଜର ବାହ୍ୟ ଅହଙ୍କାର, ଉଚ୍ଚ ସ୍ୱର ଏସବୁକୁ ନେଇକି ସେ ଏତେ ଜୋରରେ ସମାଜ ଭିତରେ ବଞ୍ଚି ରହେ, ଏ ସରଳ ହୃଦୟର ବ୍ୟକ୍ତିକୁ କେତେବେଳେ ପଦାଘାତ କରିଦିଏ, ତାକୁ କେହି ଜାଣିପାରନ୍ତି ନାହିଁ। ଚେଷ୍ଟା କରିବା ଯେଉଁମାନେ ସରଳ ହୃଦୟର ବ୍ୟକ୍ତି, ପରୋପକାରୀ, ସେହିଭଳି ବନ୍ଧୁତା ରଖିବା, ସେହି ଲୋକଙ୍କ ସହିତ ଆମେ ମିଳିମିଶି ଚଳିବା। ଜୟ ଜଗନ୍ନାଥ।